ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ସମାଜ ଶ୍ରମିକ ମାନଙ୍କ କଲ୍ୟାଣ କ୍ଷେତ୍ରରେ ଶ୍ରମିକ ମାନଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷର ଏକ ନମ୍ବର ରାଜ୍ୟ। ଆପଣ ଯଦି 6ଟା ଆଧାରକୁ ନେବେ ଶ୍ରମିକର ଗୋଟିଏ ମୁଣ୍ଡର ଛାତ ଦରକାର, ପକ୍କା ଘର ଯୋଗାଇ ଦିଆଯାଉଛି। ଖାଦ୍ୟ ସୁରକ୍ଷାରେ 98% ଲୋକ ସମ୍ପୃକ୍ତ, ଯୋଉଥିରେ ସବୁ ଶ୍ରମିକ ପରିବାର ଖାଦ୍ୟ ସୁରକ୍ଷାରେ ପରିଚିତ। କାରଣ କେନ୍ଦ୍ର ରାଜ୍ୟ ସରକାରଙ୍କର ଯୋଉ ଖାଦ୍ୟ ନିରାପତ୍ତା ଅଛି ତା ସହିତ ରାଜ୍ୟ ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱତନ୍ତ୍ର ଖାଦ୍ୟ ନିରାପତ୍ତା ଯୋଜନା ବି ଅଛି। ଖାଦ୍ୟ ଗଲା, ଘର ଗଲା, ସର୍ବନିମ୍ନ ମଜୁରୀ ଏକକାଳୀନ 100 ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବଂ ମଜୁରୀ ଗୋଟେ ବଡ଼ ଆଧାର, କାହିଁକିନା ମଜୁରୀ ପାଇଁ ଲୋକ ଏ ରାଜ୍ୟକୁ ସେ ରାଜ୍ୟକୁ ଯାଏ। ଆଉ ଭିଡିଆଇ ପ୍ରତି 6 ମାସରେ ବଢୁଛି, ଏଇ ଡିସେମ୍ବର ସୁଦ୍ଧା ଏଟା 500 ଟଙ୍କା ହେଇଯିବ। ଏବଂ ଯୋଉଟା 450 500 ଅଛି, 550 600 ଅଛି, এটা 700 650 ପାଖକୁ ପଳେଇଯିବ। ତେଣୁକରି ମଜୁରୀ କ୍ଷେତ୍ରରେ ଗୋଟେ ବଡ଼ ସୁରକ୍ଷା ଆସିଛି। ତା ଛଡ଼ା ଗୋଟେ ସ୍ୱାସ୍ଥ୍ୟ ସୁରକ୍ଷା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଶ୍ରମିକ ଶ୍ରେଣୀ ସ୍ୱାସ୍ଥ୍ୟ ସୁରକ୍ଷା ପାଉଛି 10 ଲକ୍ଷ ମା ପାଇଁ, 5 ଲକ୍ଷ ପରିବାର ପାଇଁ। ତା ଛଡ଼ା ପିଲା ପାଠ ପଢ଼ିବା ପାଇଁ ଭାରତବର୍ଷରେ କୋଉ ରାଜ୍ୟ ନାହିଁ 198% ପିଲା ସ୍କଲାରସିପ୍ ପାଇବେ। ଆମେ ପିଲାବେଳେ ସ୍ୱପ୍ନ ଦେଖିଲୁ, ଜୀବନରେ ସ୍କଲାରସିପ୍ ସ୍ୱପ୍ନ ଦେଖି ଦେଖି ଆମ କ୍ୟାରିୟର ଚାଲିଗଲା। 5% 10% ଏମିତି ସ୍କଲାରସିପ୍ ସାରା ରାଜ୍ୟରେ ଅଛି, ବିଭିନ୍ନ ଦେଶର ବିଭିନ୍ନ ରାଜ୍ୟରେ। ଆମ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ, ଏଟା ଏଇ ବର୍ଷ ପାଇଁ ନୁହଁ, 98% ପିଲା 5.5 ଲକ୍ଷ ପିଲା +3 PG ଯିଏ ପଢିବ ସେ ସ୍କଲାରସିପ୍ ପାଇବ। এটা ଗୋଟେ ବଡ଼ ସୁରକ୍ଷା। ତା ଛଡ଼ା ସାମାଜିକ ସୁରକ୍ଷା, ଦୁର୍ଘଟଣାରେ ମରିଗଲେ 4 ଲକ୍ଷ ଟଙ୍କା, ନିର୍ମାଣ ଶ୍ରମିକରେ ବର୍ତ୍ତମାନ 48 ଲକ୍ଷ, ବର୍ତ୍ତମାନ 42 ଲକ୍ଷ 48 ହଜାର ପରିବାର। ଶ୍ରମିକ କନଭେନସନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକ କଲ୍ୟାଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଉ ପ୍ରୟାସ ନେଇଛନ୍ତି। ଯଦି 6ଠ ଥର ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଆମେ କ୍ଷମତାକୁ ଆଣିପାରିବା, ଶ୍ରମଜୀବୀ ଲୋକ ସମର୍ଥନ ସହଯୋଗ କରିବେ ଏବଂ ତାଙ୍କର ଦ୍ୱାରା ମନୋନୀତ MP ପ୍ରାର୍ଥୀ ହୁଅନ୍ତୁ ଏବଂ ବିଧାୟକ ପ୍ରାର୍ଥୀ ମାନେ ହୁଅନ୍ତୁ ଯଦି ବ୍ୟବଧାନ ସର୍ବାଧିକ ଭୋଟ ଦେଇପାରିବା, ତାହେଲେ ଓଡ଼ିଶା विश्व दरबार में श्रमिक कल्याण क्षेत्र में सबुठ 1 नंबर रहिबो। विश्व दरबार में ये हूँ कन्वेंशन आह्वान। नवीन बाबू 6ठ थर आसबे, समस्त श्रमिक श्रेणी सपक्ष ठिया हे एवं नुआ ओडिशा, नवीन ओडिशा जो परिकल्पना चली जातीय स्तर में ओडिशा को नुआ रूपरेखा गढ़ी तोलिया से सहयोगिता हे। गंजाम जिला विजु श्रमिक सामूहिक तरफ गोटे सम्मेलन आयोजन कराई। गंजाम जिलार विभिन्न प्रांतर विभिन्न प्रकार जो मैंने श्रमिक विजु श्रमिक सामूहिक अच्छा सब आसछन्ति एवं उद्देश्य हूँ चलित निर्वाचन जो साधारण निर्वाचन हाँ जाऊँगी भूमिका रेणु आम से समस्त अपील कर समस्ते विजु जनता दल जो सदस्य अच्छा जो मैंने प्रार्थी होती लोकसभा प्रार्थी और विधानसभा प्रार्थी उभय को जोड़ी संख्यार बोर्ड मारिक जययुक्त करेंगे। निश्चित भाव आज कार्यक्रम सफल होती आम जी एक्सपेक्टेशन कर सब नेतृस्थानीय लोक डक समस्त आसर आशीर्वाद से सहयोग निश्चित भाव गंजाम जिले में विजु जनता दल माननीय मुख्यमंत्री को प्रार्थना कर माननीय मुख्यमंत्री नेतृत्व को स्वीकार कर आगामी दिन में सबू श्रमिक मैंने आमर विजु जनता दल सदस्य मानक भोट देवे।